ସାର୍ ଆପଣଙ୍କ ପଡୁଛି। ଆରେ ଏ ନବ ସାରଙ୍କୁ ଧରେ ବଡ ଡାକ୍ତରଖାନାକୁ ନେଇଯିବା। ଡାକ୍ତର ବାବୁ ଏତେ ଟଙ୍କା ଲଗେଇ ହସ୍ପିଟାଲ ଖୋଲିଛି କଣ ସମସ୍ତଙ୍କର ମାଗଣାରେ ଚିକିତ୍ସା କରିବା ପାଇଁ? ଶୁଣ ଯୋଉ ପେସେଣ୍ଟ ଆସିବ ସମସ୍ତଙ୍କ ପାଖରୁ ଟଙ୍କା ରଖ, ଅଧିକା ଟେଷ୍ଟ କର। ଆଚ୍ଛା ଏ ଗାଁର ଜଣେ ସାର୍ ଆସିବେ, ତାଙ୍କର କଣ ହେଇଛି? ସାର୍ ଆପଣଙ୍କ ରିପୋର୍ଟ ଆସିଯାଇଛି। ଆପଣଙ୍କର 2ଟା ଯାକ କିଡନୀ ଖରାପ ହେଇଯାଇଛି। ଆମକୁ ଯଥାଶୀଘ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ ଆଉ ଆଜିଠୁ ଡାୟାଲିସିସ୍ କରିବାକୁ ପଡିବ। ଆଚ୍ଛା ଡାକ୍ତର ବାବୁ ଅପରେସନରେ କେତେ ଟଙ୍କା ଖର୍ଚ୍ଚ ହବ? 10ରୁ 15 ଲକ୍ଷ ଟଙ୍କା ଲାଗିଯିବ। ଆଉ ରହିଲା କଥା ଡାୟାଲିସିସ୍ ପାଇଁ ମାସକୁ 50,000 ଖର୍ଚ୍ଚ। ଜଟିଆ ବଂଶୀ ଗାଁ ଯିବା ରୋଡ ପାଖକୁ ମୋର ଗୋଟେ ଜମି ଅଛି। ତମେ ଲୋକ ଖୋଜାଖୋଜି କରିକି ଜାଗାଟା ବିକିଦେଲେ 15ରୁ 20 ଲକ୍ଷ ଟଙ୍କା ହେଇଯିବ। କଣ ହେଲା? କିଡନୀ ଖରାପ? ମାସେ ତଳେ ମୁଁ ଚେକଅପ୍ କରିଥିଲି, ସବୁ ଠିକ୍ ଠାକ୍ ଥିଲା। ନା ମତେ କଥାଟା ଜମା ହଜମ ହଉନି। ତମେ ସାରଙ୍କୁ ମୋ ପାଖକୁ ଆଣ, ମୁଁ ଆଉ ଥରେ ଚେକଅପ୍ କରିବି। ହେଲେ କେମିତି? ଏବେ ତ ସାରଙ୍କ ସହ ଆମକୁ ଦେଖା କରିବାକୁ ବି ଦଉନାହାନ୍ତି। କହୁଛନ୍ତି ଆଗ ଅପରେସନରେ ଟଙ୍କା ଦିଅ ତାପରେ ସବୁ କଥା। ନାଇଁ ଆମକୁ ଯେମିତି ହେଲେ ବି ସାରଙ୍କୁ ସେ ଡାକ୍ତର